କୁହୁଡ଼ି ହେଲା କାଲ। ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ପିକନିକ୍ ବସ୍। 8 ଜଣ ଆହତ ଥିଲାବେଳେ 2 ଜଣ ଗୁରୁତର ଅଛନ୍ତି। ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଟ୍ରକ୍ ପିଟି ଦେଇଥିବା ବେଳେ ସେହି ଟ୍ରକ୍କୁ ବସ୍ ପଛପଟୁ ପିଟି ଦେଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ଗୁରୁତର ଅବସ୍ଥାରେ 2 ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ସୁବର୍ଣ୍ଣପୁର ସହରର OICA କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତ୍ରୀମାନେ କୋରାପୁଟ ଜିଲ୍ଲା ଦେଓମାଳିକୁ ଭୋଜି କରିବାକୁ ଯାଇଥିଲେ। ଆଜି ସକାଳୁ ଫେରିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀ କଦମତଲ ନିକଟରେ ଏହି ଦୁର୍ଘଟଣା ହୋଇଛି। ତେବେ ସାମାନ୍ୟ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ରେ ମୋଟ 45 ଜଣ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ବିଗୁଲ ଟିଭି।